Welcome back to ODG Education. आज आम चक्षु विषय पढ़ा है चक्षुर चित्रटा करमती अच्छे यहाँ कौन कर चक्षु चित्रटा आसगला आसबनी परीक्षा बुझल ये जगह ये मोर लेंसटा अच्छे लेंसटा है ये कौन हो अगर रेखा चित्रटी करद बुझे मुझे करी हाँ सेंसर कर देख कौटा कौ पार्ट अच्छे कौ अंचल के सब देखा यहाँ हूँ नेत्र स्नायु यहाँ हूँ कौन नेत्र स्नायु है हाँ यहाँ हूँ चक्षु लेंस यहाँ कौन कह चक्षु लेंस चक्षु लेंस चक्षु लेंस है यहाँ हूँ मुकुरिका यहाँ हूँ मुकुरिका मुकुरिका है यहाँ हूँ कर्णिका यहाँ कर्णिका है कर्णिका बुझे यहाँ हूँ सिलियारी मांसपेशी यहाँ सिलियारी मांसपेशी सिलियारी मांसपेशी सिलियारी मांसपेशी मन कर्णिका तापर यहाँ हूँ जला भरस ये जगह यहाँ हूँ जला भरस है ये पार्टा हूँ काचा भरस सिलियारी मांसपेशी कर्णिका जला भरस चक्षु लेंस मुकुरिका नेत्र स्नायु नहीं यहाँ हूँ स्वच्छ पटल बाहर अंचल यहाँ हूँ स्वच्छ पटल हाँ यहाँ हूँ चक्षु पितुड़ा नेत्र पितुड़ा चक्षु पितुड़ा नेत्र पितुड़ा चक्षु लेंस नहीं हाँ मन लगे आ गए हूँ अंधबिंदु ये जगह हूँ अंधबिंदु यहाँ हूँ अंधबिंदु अंधबिंदु पाटा मन रखिए गोड़ा गोड़ा अच्छे यहाँ नेत्र स्नायु है यहाँ हूँ काचा भरस ये मझी अंचल यहाँ हूँ चक्षु लेंस कन्वेक्स लेंसटा सी यहाँ हूँ बाहर अंचल हूँ स्वच्छ पटल तापर यहाँ जला भरस यहाँ हूँ कर्णिका चक्षु पितुड़ा यहाँ चक्षु पितुड़ा सिलियारी मांसपेशी मन लगे पार्ट जदि चित्र पचारा चक्षुर चित्र कर चित्र करके पूरा टे मेंशन कर लेबलिंग कर कौ पार्टा लिखा है हाँ कर चित्र कर कौ पार्टा कौन अच्छे बुझल हाँ स्वच्छ पटल विषय आम बुझा स्वच्छ पटलटा कौन स्वच्छ पटलटा पतला स्वच्छ झिली आलोक या मध्य चक्षु प्रवेश कर माने कौ पार्ट को फंक्शन कौन आगे किए रहा स्वच्छ पटल तापर आसला कर्णिका यहाँ कर्णिका ये मत चारिपटे अच्छी ना कर्णिकाटा मझी अंशटा को यहाँ चारिपटे रही कर्णिकाटा यहाँ कर्णिकाटा एमती अच्छे आ मध्य चक्षु पुतला अच्छे ना यहाँ हूँ चक्षु पुतलाटा यहाँ हूँ कर्णिकाटा
ଗୋଲିଆ ଅଛି ନା ପରଦାଟା ଏଇଟା ହେଇଛି ଇଏ କ'ଣ କରୁଥିବ ଇଏ କମ୍ ବେଶୀ ହେଉଥିବ ହେଲା। ଏଇଟା ଏଇଟା ଏମିତି ଲେଖା ହେଇଛି, ଏଇଟା କ'ଣ କରୁଛି ଏଇ ଯେଉଁ ଯେତିକି ଆଲୋକ ଛାଡ଼ୁଛି ଏଇଟା କମ୍ ବେଶୀ କରିବ, ସେ ବେଶୀଟା ହେଉଛି କିନ୍ତୁ କମ୍ ବେଶୀ କରୁଛି। କନିନିକା ସ୍ୱଚ୍ଛ ପଟଳର ପଛରେ ଥିବା କଳା ମାଂସ ବୁଝିଲୁ ନେତ୍ର ପିତୁଳାର ଆକାରକୁ ନିୟନ୍ତ୍ରଣ କରିବ, ନେତ୍ର ପିତୁଳାର ଆକାରକୁ ନିୟନ୍ତ୍ରଣ କରୁଛି ନାଇଁ କି। ତାପରେ ଜଳାଭରସ ଅଛି, ଜଳାଭରସ କ'ଣ ଏଇଟା ଗୋଟେ ୱାଟରଲି ପାର୍ଟ, ଏଇଟା ଲିକ୍ୱିଡ ପାଣି ଭଳିଆ ପଦାର୍ଥ ହେଲା, ସ୍ୱଚ୍ଛ ହେବାକୁ ପଡ଼ିବ ନା। ଏଇଟା ମଧ୍ୟ ଏଇଟା ଜେଲି ଭଳିଆ ପଦାର୍ଥ ତା ଭିତରେ ଅଛି, ଜେଲି ଭଳିଆ ଅଛି ବୁଝିଲେ ନା। ଏଇଟା ଜେଲି ଭଳିଆ ରହିବ, ଏଇଟା ଟିକେ ୱାଟରଲି ପାର୍ଟ ରହୁଛି ଲିକ୍ୱିଡଟା, ଏଇଟା ଦୁଇଟା ସବୁ ଯାକ ଟ୍ରାନ୍ସପାରେଣ୍ଟ ବୁଝିଲେ ନା। ଏକାଟା ଭରସା ଯେମିତି ଏଠି ରିଫ୍ଲେକ୍ସନ୍ ହେବନି। ଯଦି ମନେକର ଅସ୍ୱଚ୍ଛ ପଦାର୍ଥଟା ରହିଲା ଆଲୋକଟା ସେପଟେ ଯିବ କି ଆଉ, ତାହେଲେ ଏଇଟା ନିଶ୍ଚିତ ଭାବେ କ'ଣ ହେଉଛି ଟ୍ରାନ୍ସପାରେଣ୍ଟ ଅଛି। ତାହେଲେ କ'ଣ ହେବ ଏଇଠି ଦେଖିବୁ ସିଲିଆରି ମାଂସପେଶୀଟା ୟା ଦ୍ୱାରା କ'ଣ ହୁଏ ଇଏ ଯେତେବେଳେ ହୁଗୁଳା ହେଇଯିବ, କେଉଁଟା ସିଲିଆରି ମାଂସପେଶୀଟା ହୁଗୁଳା ହେଲେ ପତଳା ହେଇଯିବ, ହୁଗୁଳା ହେଲେ ପତଳା ହେବ। ଦେଖୁନ ମନେକର ଏମିତି ଗୋଟେ ରଖିଥିବା ଏଇଟାକୁ ଏପଟେ ଏମିତି ହେବ, ଯେତେବେଳେ ସେଟା ହୁଗୁଳା ହେଇଗଲା ଏଇଟା କ'ଣ ହେଇଯିବ ଏଇଟା ପତଳା ହେଇଯିବ, ଯେତେବେଳେ ସେ ସଙ୍କୁଚିତ ହେବ ନାଇଁ କି ଏଇଟା ଲୁଜ୍ ହେଇଯିବ, ସିଲିଆରି ମାଂସପେଶୀଟା ଲୁଜ୍ ହେଇଗଲେ ପତଳା ହେଇଯିବ। ଫୋକ ଦୂରତା ବଢ଼ିବ, ଫୋକ ଦୂରତାଟା ବଢ଼ିବ କେଉଁଟା ହୁଗୁଳା ହେଇଗଲା, ଯଦି ହୁଗୁଳା ହେଇଗଲା ଫୋକ ଦୂରତା ବଢ଼ିଗଲା ଦୂର ବସ୍ତୁ ସେ ଦେଖିପାରିବ। ଯେତେବେଳେ ଦୂର ବସ୍ତୁ ଦେଖିବେ ସେ ଦୂର ବସ୍ତୁଟା ଆଲୋକଟା ପାରାଲାଲ ହେଇକି ଆସିବ ନା, ଦୂର ବସ୍ତୁଟା ଆଲୋକଟା କ'ଣ ହୁଏ ନା ପାରାଲାଲ ହେଇକି ଆସିବ, ଏମିତି ପାରାଲାଲ ହେଇକି ଆସୁଥିବ ଦୂର ବସ୍ତୁ। ପାଖ ବସ୍ତୁରେ ନିକଟ ବସ୍ତୁର ଆଲୋକଟା ଏମିତି ଡାଇଭର୍ଟ ହେଇକି ଆସିବ, ଏମିତି ଆସିବ, ଏଇଟା ନିକଟ ବସ୍ତୁ ଏମିତି ଆସିବ, ସେତେବେଳେ କ'ଣ ହେଉଥିବ ଏଇଟା ଟାଇଟ୍ ହେଇଯିବ, କେଉଁଟା ସିଲିଆରି ମାଂସପେଶୀ ଟାଇଟ୍ ହେଇଗଲେ ଆର ବକ୍ରତାଟା ଏମିତି ବଢ଼ିଯିବ, ଅଧିକ ଟିକେ ବଙ୍କା ହେଇଯିବ, ଏଇଟା ମାନେ ଏମିତି ମୋଟା ହେଇଯିବ, ଟିକେ ଏଇଟା ମୋଟା ହେଇଯିବ। ଏଇଟା ମନେ କରୁଛ କେଉଁଟା ହେଲେ କ'ଣ ହେଉଛି ମୋଟା ହେଲେ, ଏବେ ମୋଟା ହେଲା ବେଳେ କ'ଣ ହେଉଛି ତାପରେ ପୋକ ଦୂରତା କମିଯିବ। ତାହେଲେ ପାଖ ବସ୍ତୁ ଯେଉଁ ଆଲୋକଟା ଆସୁଛି ଡାଇଭର୍ଜ ହେଇକି ଏଇଟା ଡାଇଭର୍ଜ ହେଇକି ଆସିବ ହେଲା, ସେତେବେଳେ ନିକଟ ବସ୍ତୁ ଦେଖିପାରିବା। ଦୂର ବସ୍ତୁ ଦେଖିଲେ କ'ଣ ହେଉଛି ଏଇଟା ହୁଗୁଳା ହେଉଛି, ଆର ହୁଗୁଳା ହେଉଛି ପୋକ ଦୂରତାଟା ବଢ଼ିଯାଉଛି, ପାରାଲାଲ ଯେଉଁ ରେଟ୍ ଆସୁଛି ଠିକ୍ ମୁକୁରିକା ଉପରେ ପ୍ରତିଘଣ୍ଟା ପଡ଼ିବ। କିନ୍ତୁ ଏଇଟା ଦୂର ପାଖ ବସ୍ତୁ ଆସିଲେ କ'ଣ ହେଉଥିବ କେମିତି ଆସିବ ଡାଇଭର୍ଟ ହେଇକି ଆସିବ ଆଲୋକଟା, ସେତେବେଳେ କ'ଣ ହେଉଥିବ ଏଇଟା ଟାଇଟ୍ ହେଇଯାଇଥିବ, ଏଇଟା କ'ଣ ହେବ ଟାଇଟ୍ ହେଇଯିବ, ଟାଇଟ୍ ହେଇଗଲେ ତା ସହିତ କ'ଣ ହେଲା ଆଉ ବକ୍ରତାଟା ବଢ଼ିଯିବ ନା, ଏଇଟା ମୋଟା ହେଇଯିବ ବକ୍ରତାଟା ବଢ଼ିଯିବ, କାହିଁକି ବଢ଼ିଗଲେ ଫୋକ ଦୂରତା କମିଯିବ, ନିକଟ ବସ୍ତୁ ଦେଖିପାରିବ। ପରୀକ୍ଷାରେ ଆସିପାରିବ କୋଶ୍ଚିନ୍ ଦୂର ବସ୍ତୁ ଓ ନିକଟ ବସ୍ତୁ ଦେଖିଲେ ଆଖି କିପରି କାର୍ଯ୍ୟ କରେ, କେମିତିଆ କାମ କରୁଛି, ସେ ତାର ଫଙ୍କସନଟା କେମିତି ହେଉଛି, ତାର ତ ସିଲିଆରି ମାଂସପେଶୀର କାମଟା ଇମ୍ପୋର୍ଟାଣ୍ଟ। ଏଇଟା ଇଏ କନିନିକା କ'ଣ କରିବ ଇଏ ମାନେ ଏ ଯେଉଁ ଗୋଲେଟଟାକୁ କମ୍ ବେଶୀ କରିବ, ଆବଶ୍ୟକ ପରିମାଣର ଆଲୋକ ଇଏ ଛାଡ଼ିବ, ନେତ୍ର ପିତୁଳାର ଆକାରଟାକୁ ଇଏ କଣ୍ଟ୍ରୋଲ କରୁଛି, କି କନିନିକା କଣ୍ଟ୍ରୋଲ କରିବ ବୁଝିଲୁ। ମାନେ ହେଲା କେଉଁଟା କଣ୍ଟ୍ରୋଲ କରୁଛି କିଏ କାହାକୁ, ଏଇଟା ପରୀକ୍ଷା ଆସୁଛି। ନେତ୍ର ପିତୁଳାର ଆକାରଟାକୁ ଯେତିକି ପରିମାଣ ଆଲୋକଟା ଯିବ ଏଇଟା ଇଏ କ'ଣ କରିବ କଣ୍ଟ୍ରୋଲ କରିବ, କମ୍ ବେଶୀ ହେବ ହେଲା। ଏଇଟା ଚିତ୍ରରେ ଦେଖା ହେଇଛି ସେଇଟା କିନ୍ତୁ ଗୋଲଟା ନା ବୃତ୍ତାକୃତିର ଅଛି ନା, ଏଇଟା କମ୍ ବେଶୀ ହେଉଥିବ, ଏଇଟା କିଏ କନିନିକା ତା ନେତ୍ର ପିତୁଳା ଆକାରଟା କ'ଣ ହେଉଥିବ କମ୍ ବେଶୀ ହେବ, ଆବଶ୍ୟକ ପରିମାଣ ଆଲୋକ ଛାଡ଼ିବ, ଏମିତି ହେଉଛି ମନେ ତାହେଲେ ଏ ଯେଉଁ ଅନ୍ଧ ବିନ୍ଦୁ ଗୋଟେ ଅଛି ଏଠି ଆର ପ୍ରତିଭଟା କେମିତି ହେଉଥିବ, ଏଠି ଚକ୍ଷୁରେ ପ୍ରତିଭାଟା କେମିତି ହେଉଥିବ ବାସ୍ତବ ହେବ ଓଲଟା ହେବ
ଓଲଟା ମୋ ଆଖିରେ ତୁମେ ଓଲଟା କରି ବସିଛ, ମୁଁ ତୁମ ଓଲଟା କରି ଠିଆ ହେଇଛି ଏମିତି। କିନ୍ତୁ ଆମ ଚକ୍ଷୁ କ'ଣ କରୁଛି, ସେ ଯେଉଁ ପଠ ଶବ୍ଦଟା କେଉଁଠି ମସ୍ତିଷ୍କ ଯାଉଛି, ସେ ସିଧା ଭାବେ ଦେଖିବାର ଅଭ୍ୟାସ କରୁଛି। ତେଣୁ ସେ ଦେଖିବ, ସିଧା ଦେଖାଯିବ ହେଲା। ବିନ୍ଦୁ ସମ୍ପେକଟା ଆ ସହିତ ଯିବ, କେଉଁଠି ନେତ୍ର ସ୍ନାୟୁ ଦେଇକି ମସ୍ତିଷ୍କକୁ ଯିବ, ସେ ସିଧା ଭାବେ ଦେଖିବାର ଅବସ୍ଥା ଅଛି। ତେଣୁ ସେ ସିଧା ଦେଖିବ। ହେଲେ ପ୍ରତିଭଟା କେମିତି ହେଉଛି, ଆକାର ବାସ୍ତବ ଓଲଟା ଓଲଟା ହେବ ଆଉ ଛୋଟ ଛୋଟ ବିନ୍ଦୁ ପ୍ରାୟ ହେବ। ମନେ ରହିଲା। ତାହେଲେ ଦେଖିବ ଯଦି ପରୀକ୍ଷାରେ ଆସିଲା କୋଶ୍ଚିନ୍ ଯେ ଏମିତି ଦୂର ବସ୍ତୁ ଦେଖିଲା ବେଳେ ଚକ୍ଷୁର କାମ କେମିତି କରୁଛି ଆଉ ନିକଟ ବସ୍ତୁକୁ ଦେଖିଲା ବେଳେ ଚକ୍ଷୁ କିପରି କାର୍ଯ୍ୟ କରୁଛି। ଦୂର ବସ୍ତୁର ଆଲୋକଟା କେମିତି ଆସୁଛି, ପାର୍ଲାଲ ଆସିବ। ନିକଟ ବସ୍ତୁ କେମିତି ଆସିବ, ଡାଇଭର୍ଜେଣ୍ଟ ଆସିବ। ବୁଝିଲୁ? ଏମିତି କଲେ ଡାଇଭର୍ଜେଣ୍ଟ ଯିବା, এটা କେମିତି କରିବା, ଡାଇଭର୍ଜେଣ୍ଟ ଯିବା ପଡ଼ିବ, ଏମିତି ଯିବ। ମନେ ରହିଲା? ଦୂର ବସ୍ତୁ ନିକଟ ବସ୍ତୁ। ଅନ୍ଧ ବିନ୍ଦୁରେ କୌଣସି ଆଲୋକ ପଡ଼ିଲେ ପ୍ରତିଭା ଦେଖାଯିବନି, এটা ଅନ୍ଧ ବିନ୍ଦୁଟା। ଆଉ ଗୋଟେ ଅଛି ନିକଟ ବିନ୍ଦୁ, ମୋତିଆ ବିନ୍ଦୁ, ଦୂର ବିନ୍ଦୁ। ଫାର ପଏଣ୍ଟ କ'ଣ, ଦୂର ବିନ୍ଦୁ, ନିକଟ ବିନ୍ଦୁ, ମୋତିଆ ବିନ୍ଦୁ ଆଉ ଗୋଟେ ଅନ୍ଧ ବିନ୍ଦୁ। ବିନ୍ଦୁ ଚାରିଟା ହେଲାନି, କୋଡ଼ା କୋଡ଼ା ଦୂର ବିନ୍ଦୁ ଅର୍ଥ ତାର ଏଇଟା ଯଦି ଭଲ ଆଖି ପାଇଁ, ସୁସ୍ଥ ଆଖି ପାଇଁ, ସୁସ୍ଥ ଚକ୍ଷୁ ପାଇଁ ଦୂର ବିନ୍ଦୁ ଦୂରତା କେତେ ହେଉଥିବ, ଇନଫିନିଟି ନାଇଁ କି, ଅସୀମ ଦୂରତା। ନିକଟ ବିନ୍ଦୁର ଦୂରତା କେତେ ହେଉଥିବ, 25 ହେଲା। ଏଇଠୁ ଆମେ କ'ଣ କରିବା, ଏଇଠୁ ଆଉ ଦେଖିବା 25 ତଳକୁ ଆଉ ଦେଖାଯିବନି, କମିଗଲି ଏମିତି ଦେଖାଯାଉଛି ହେଲା। ଆଉ ଗୋଟେ ହେଲା କୋଉଟା, ମୋତିଆ ବିନ୍ଦୁ। ଧୂସର ବର୍ଣ୍ଣର ଧଳା ଧୂସର ବର୍ଣ୍ଣ କ'ଣ କରିବ, ଗୋଟେ ପରଦା ପଡ଼ିଯାଏ, ଯାହାରି ଫଳରେ ଆଉ ଆମକୁ ଝାପ୍ସା ଦେଖାଯିବ, ଆଉ ବେଳେବେଳେ କିଛି ଦେଖାଯିବନି। ଯଦି ସେଟା ଗୋଟା ହେଇଛି ତାକୁ ଶଲ୍ୟ ଚିକିତ୍ସାରେ ବାହାର କରାଯାଏ। ଶଲ୍ୟ ଚିକିତ୍ସା କରିକି ତାକୁ ଛୁଞ୍ଚି ସାହାଯ୍ୟରେ, ସୂକ୍ଷ୍ମ ଛୁଞ୍ଚି ସାହାଯ୍ୟରେ ତାକୁ ବାହାର କରାଯାଏ। ତେଣୁ ତାକୁ କୁହାଯାଏ ଶଲ୍ୟ ଚିକିତ୍ସା ହେଲା। ହେଲେ ଗୋଟେ ହେଲା ମୋତିଆ ବିନ୍ଦୁ, ଗୋଟେ ଦୂର ବିନ୍ଦୁ, ଗୋଟେ ନିକଟ ବିନ୍ଦୁ ଆଉ ଗୋଟେ ଅନ୍ଧ ବିନ୍ଦୁ ହେଲା। ଓରା ସବୁ କ'ଣ, ଅନ୍ଧ ବିନ୍ଦୁରେ ଏରୋପ୍ଲେନ ଦେଖାଯିବନି। ତେଣୁ ଓରା କିନ୍ତୁ ମୋତିଆ ବିନ୍ଦୁରେ ଗୋଟେ ପ୍ରକାର ରୋଗ ଭଳିଆ ଚିହ୍ନ କରିବେ ନା, ଆଉ ରୋଗ ଭଳିଆ ବିନ୍ଦୁରେ ଚିହ୍ନ କରିବେ। ଏଇଟା ତ ଅଛି, ଏଇଟା ଉପରେ ଏଇଟା ଗୋଟେ ଅଛି। ଆଉ ଗୋଟେ କ'ଣ ଅଛି ଦେଖିବ, ରଡ୍ସ ଗୁଡ଼ାକ ଅଛି, ବୁଝିଲେ ନା। ଏମିତି ରଡ୍ସ ଆକୃତିର, ଆକୁ ରଡ୍ସ ବୋଲି କହିବା, ସିଲିଣ୍ଡର ଆକୃତିର କୋଷ ଗୁଡ଼ାକ ଆମ ଆଖିରେ ଏଇଠି ଅଛି। ଏମିତି ରଡ୍ସ ଆକାରରେ ରହିବ, କୋନ୍ ଆକୃତିରେ ରହିବ ହେଲା। ରଡ୍ସ ଆକାରରେ ଆଉ କୋନ୍ ଆକାରରେ କିମ୍ କରୁଛି, ବୁଝିଲୁ। ସେଇଟା କ'ଣ ହେଉଥିବ, ଯଦି ରଡ୍ସଟା ସେ କ'ଣ କରେ, ସିଲିଣ୍ଡର ଆକୃତିର ଆଲୋକର ଦେଖିବାରେ ସାହାଯ୍ୟ କରେ, କ୍ଷୀଣ ଆଲୋକ ଦେଖିବାରେ ସାହାଯ୍ୟ କରେ। କୋଉଟା, ରଡ୍ସଟା। ଏ ରଡ୍ସଟା ଅଳ୍ପ ଆଲୋକ, କ୍ଷୀଣ ଆଲୋକ ଦେଖିବାରେ ସାହାଯ୍ୟ କରିବ। ତେଣୁ ଆମେମାନେ ଅନ୍ଧାରରେ ଦେଖିପାରିବାନି, ଆମର ରଡ୍ସଟା କମ୍ ଅଛି ହେଲା। ରଡ୍ସଟା କମ୍ ରହୁଛି, ତେଣୁ ଆମେ ଅନ୍ଧାରରେ ଦେଖିପାରିବାନି, ବୁଝିପାରିଲ ନା। କିନ୍ତୁ ପେଚାଟା ତା ରଡ୍ସ ଗୁଡ଼ାକ ଅଧିକ ଅଛି, ତେଣୁ ସେ ରାତିରେ ଦେଖିପାରୁଛି, କ୍ଷୀଣ ଆଲୋକରେ ମଧ୍ୟ ସେ ଦେଖିପାରିବ। ତେଣୁ କ୍ଷୀଣ ଆଲୋକରେ ଇଏ ଦେଖିବାରେ ସାହାଯ୍ୟ କରିବ, ବୁଝିଲୁ। ଆଉ କୋନ୍ ଆକୃତି ଯେଉଁଟା ଅଛି ସେଟା କ'ଣ କରିବ ନା, କଲର କରିବ, ଉଜ୍ଜଳ ଆଲୋକ ଦେଖିବାରେ ସାହାଯ୍ୟ କରିବ, ଉଜ୍ଜଳ ଆଲୋକ ଦେଖିବା ସାହାଯ୍ୟ କରିବ, ରଙ୍ଗ ବାରିବ, ଏଟା ରଙ୍ଗ ହେଲା। ତାହେଲେ ଆମେ ରଙ୍ଗ ବାରି ପାରୁଛୁ, କୋଉ ରଙ୍ଗ କ'ଣ ଅଛି, ବୁଝିଲୁ। କୋଉଟା କୋନ୍ଟା ସେଲ୍ ଗୁଡ଼ାକ ସବୁ ଏଠି ସେଲ୍ ଅଛି। ଗୋଟେ ହେଲା ରଡ୍ସ ଆକୃତିର, ଆଉ ଗୋଟେ ହେଲା କୋନ୍ ଆକୃତିର। ରଡ୍ସ କ'ଣ କରିବ, ମିଞ୍ଜି ମିଞ୍ଜିଆ ଆଲୋକ ବା କ୍ଷୀଣ ଆଲୋକରେ ମଧ୍ୟ ଦେଖିବାରେ ସେ ସାହାଯ୍ୟ କରୁଛି। ତେଣୁ ଆମର କମ୍ ଥିବାରୁ ଆମେ କ'ଣ କରୁଛୁ, ରାତିରେ ଆଉ ଦେଖିପାରୁନାହାନ୍ତି। କିନ୍ତୁ ପେଚା ଏଇଟା ଅଧିକ ଅଛି, ସେ ଦେଖିଦେଉଛି ହେଲା। ଏଇଟା କ'ଣ କରୁଛୁ, ଉଜ୍ଜଳ ଆଲୋକ ଦେଖିବାରେ ସାହାଯ୍ୟ କରିବ, ରଙ୍ଗ ବାରିବ। ତେଣୁ ଆମର ଏଇଟା ଅଛି,
ଆମର ଏଇଟା କମ୍ ଅଛି, ଏଇଟା ଅଧିକ ଅଛି, ରଙ୍ଗ ବାହାରି ପଡ଼ୁଛି ନାଇଁ କି? ଆମେ ବେଳେବେଳେ ଦେଖିଥିବ ଏ ଷଣ୍ଢ ଯାକ ଦେଖିବ ନାଲି ଗୁଡ଼ାକ ରଙ୍ଗରେ ସେ କ'ଣ କରିବେ, ନାଲି ଦେଖିବା କପଡ଼ା ଦେଖିବା ସେ ଗୋଡ଼ି ଆସୁଛି ନା ନାହିଁ, ତାକୁ ସେ ନାଲିଟାକୁ ବାରି ପାରୁଛି, ଏଇଟା କମ୍ ଅଛି ତାର, ନାଲିଟାକୁ ସେ ବାରି ପାରୁଛି, ଏଇଟା କମ୍ ଅଛି, ଏମିତି ହେଉଛି ନା ନାହିଁ? କିନ୍ତୁ ପଶୁମାନେ କ'ଣ କର ଗୋଟେ ସବୁ ରଙ୍ଗ ବାରି ପାରନ୍ତିନି ନା, ସେ ରଙ୍ଗ କିଛି ପାରିବନି, ତାଙ୍କୁ କଳା କଳା ଦେଖାଯାଏ, ତାଙ୍କ ରଙ୍ଗ ବାରିବନି, ଷଣ୍ଢଟା ତାର ଦେଖିଦେବ ଏଇଟା। ପେଚାର ଏଇ ଜିନିଷଟା କୋଉଟା, ପେଚାର ଭିତରେ କୋଉଟା ଅଧିକ ଅଛି, ରସଟା ଅଧିକ ଅଛି, ତେଣୁ ସିଏ ଦେଖିଦେଉଛି, ଆମେ କରୁଛୁ ନାଇଁ କି, ଏମିତି ନାଇଁ କି? ତାପରେ ଆମେ ଯେଉଁ ଆଖିରେ ଦେଖୁଛେ, ଯଦି ଗୋଟେ ଆଖିରେ ଦେଖିବ ସେ 150 ଡିଗ୍ରୀ ପରିସର ଭିତରେ ଦେଖିପାରିବ ଗୋଟେ ଆଖିରେ, ଦୁଇଟା ଆଖିରେ ଆମେ 180 ଡିଗ୍ରୀ ଦେଖିବା, ଦୁଇଟା ଆଖିରେ ଆମେ ଆଗଟା 180 ଡିଗ୍ରୀ ଦେଖିବା ହେଲା, ଗୋଟେ ଆଖିରେ ଫୋକସ୍ କରିପାରିବା, ତେଣୁ ଆମମାନେ ଭଲ ଭାବରେ ଜାଣିପାରିବା। କିନ୍ତୁ ଦେଖ ସେ ପଶୁମାନଙ୍କର ଦୁଇ ପଟ ଅଛି ହେଲା, ଦୁଇ ପଟ ଅଛି, ସେ କ'ଣ କରୁଛି ଏପଟେ ଦେଖୁଛି 180, ଏପଟେ ମୋତେ 180 ଦେଖିପାରୁଛି, ଏମିତି ଦେଖିଦେଉଛି ନାଇଁ କି? ତେଣୁ କୌଣସି ଶିକାର ଉପରେ ଆସିଲେ ସେ ଜାଣିଦେଉଛି ଏପଟୁ ଆସୁ ବା ସେପଟୁ ଆସୁ, ତାକୁ ଶିକାର କରିବା ସେ ଜାଣିଦେଉଛି। ଆମେ କ'ଣ କରୁଛେ ଦେଖ, ସେ ଗୋଟିଏ ଆଖିରେ ଏପଟା ଦେଖିଲେ ହେଲା ନା, କିନ୍ତୁ ଆମେ କ'ଣ ଦୁଇଟା ଆଖିରେ ଦେଖିଲେ, ଦୁଇଟା ଆଖିରେ ଭିନ୍ନ ଭିନ୍ନତା ଅଛି, ଦୁଇଟା ଆଖିରେ ସମାନ, ଏଇଟା ଯେତିକି ପ୍ରତିମୂର୍ତ୍ତି ସେଟା ଟିକେ ଡିଫରେନ୍ସ ରହୁଛି, ଆମେ ଦୁଇଟା ଆଖିରେ ସବୁ ଜାଗା ସମାନ ଦେଖିବନି, କମ୍ ବେଶୀ ରହୁଛି, ଆ ଭିତରେ ଡିଫର କରୁଛି। ହେଲେ ଆମେ ଦେଖୁଛେ କେତେ, ଗୋଟେ ଆଖିରେ 150 ଦେଖିବା ଆଉ ଗୋଟେ 180, ବୁଝିଲ ନା? ଛୋଟ ପିଲା ଯଦି ଦେଖିବ ଏ ନିକଟ ବିନ୍ଦୁଟା ସେ 25ରୁ କମ୍ ମଧ୍ୟ ସେ ଦେଖିଦେବ, 7 ସେମି 12 ସେମି ମଧ୍ୟ ସେ ଦେଖିଦେବ, ମାନେ ଛୋଟ ପିଲା। କିନ୍ତୁ ଆମେ ଦେଖିପାରିବା ଆମେ 25 ସେମିର ଆଉ ତଳକୁ ଦେଖିପାରିବେ ହେଲା ନା, ଛୋଟ ପିଲା ଦେଖିଦେବ, କଳା କରିପାରିବ। ତେଣୁ ଚକ୍ଷୁ ବିଷୟରେ ବହୁତ କୋଶ୍ଚିନ୍ ଆସିବ, ମନେ ହେଲା? ଚିତ୍ର କରିବ, ଲେବଲିଂ କରିବ, ଦୂରବର୍ତ୍ତୀ ଦେଖିବା ଏବଂ ନିକଟବର୍ତ୍ତୀ ଦେଖିବାରେ ଆଖି କିପରି ସାହାଯ୍ୟ କରେ, ତାକୁ ସିଲିଆରି ମାଂସପେଶୀ ବେଶୀ କୋଶ୍ଚିନ୍ କରିବ, ଆକୁ ବେଶୀ ଇମ୍ପାସେସ୍ ଦେବାକୁ ପଡ଼ିବ। ସିଲିଆରି ମାଂସପେଶୀ କିନ୍ତୁ ହୁଗୁଳା ହେଇଗଲେ ବା ଟାଇଟ୍ ହେଇଗଲେ ଏଇଟା କେମିତି ବଢ଼ୁଛି କମୁଛି, ଆ ବିଷୟରେ ତୁମେ ଟିକେ ଏ ବର୍ଷ କୋଶ୍ଚିନ୍ ଲାଗୁଛି, ଦୂରବର୍ତ୍ତୀ ଦେଖିଲେ କେମିତି ସାହାଯ୍ୟ କରିବ ଏବଂ ନିକଟବର୍ତ୍ତୀ ଦେଖିଲେ କେମିତି ଚକ୍ଷୁ କାର୍ଯ୍ୟ କରିବ, ଏଭଳିଆ ହେଇପାରିବ ନାଇଁ କି? ହେଲା, ବୁଝିଗଲା? ଆଚ୍ଛା, ଏବେ ତୁମେ କ'ଣ କରିବ, ଚିତ୍ରଟାକୁ ଭଲ ଭାବରେ କରିବା, କୋଉଟା ଫଙ୍କସନ୍ ଲେଖିବା ହେଲା, ଦୂରବସ୍ତୁ ଦେଖିଲା ବେଳେ କେମିତି ସିଲିଆରି ମାଂସକୁ ଚକ୍ଷୁ କିପରି କାର୍ଯ୍ୟ କରୁଛି, ଏଇଟା କେମିତି କାମ କରୁଛି, ତାପରେ ଆଉ କ'ଣ ପ୍ରତିମର ପ୍ରକୃତି କିଭଳି, କୋଶ୍ଚିନ୍ ଆସିପାରିବ, କୋଶ୍ଚିନ୍ ହେଲା ନା? ଦୂରବିନ୍ଦୁ, ଅନ୍ଧବିନ୍ଦୁ, କ'ଣ ହେଲା, ନିକଟ ବିନ୍ଦୁ, ମୋତିଆ ବିନ୍ଦୁ, ବିନ୍ଦୁ ତ 4 ପ୍ରକାର ହେଲା ନା, ଆ ଭିତରେ କୋଶ୍ଚିନ୍ ଥିବ, ତୁମକୁ ଏକା ଲାଗୁଥିବ, ବୁଝିପାରିଲ ନା? ମନେ ହେଲା? ହଉ, ମୋ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ୍ କରିବ, ବେଲ୍ ଆଇକନ୍କୁ ଦବାଇବ। ରହିଲି, ଥ୍ୟାଙ୍କସ୍।